ମତ୍ୟୁ ଲିଖିତ ସୁଷମାଚାର 16 ପର୍ବ ତାର 26 ପଦ 24 25 26 ପଢ଼ିବା। ମୁଁ ୟାକୁ ପଢ଼ିବି, ତମେ ପଢ଼ିଲା ଲେଟ୍ ହେଇଯିବ। ଆଉ ବାଇବେଲ ଦେଖ। ହାଲେଲୁୟା। ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ। କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ। ଆଉ ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମନୁଷ୍ୟ ଆପଣା ଜୀବନ ବଦଳେ କ'ଣ ଦେବ? ପୁଣି ମନୁଷ୍ୟ ପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତଙ୍କ ସହିତ ଆଗମନ କରିବେ, ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ। ଜୀବନ୍ତଙ୍କର ସଦା ପ୍ରବାସ ଯେ ପୁରାଖଣ୍ଡ ପରମେଶ୍ୱର, ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନଙ୍କ ସହିତ ତୁମ କଥା କୁହ। ମହିମା ଗୌରବ ପ୍ରଶଂସା ପର୍ଯ୍ୟନ୍ତ ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରେ ପ୍ରଭୁ, ଆମେନ୍। ହାଲେଲୁୟା। ପ୍ରଭୁଙ୍କୁ ମହାନ ଧନ୍ୟବାଦ ହଉ। ସମସ୍ତ ଧ୍ୟାନ ସହିତ ଶୁଣନ୍ତୁ। ଆମେମାନେ ପ୍ରଭୁଙ୍କ ଠାରେ କ'ଣ ପାଇଁ ବିଶ୍ୱାସ କରୁଛୁ? ତୁମେ ପ୍ରଭୁଙ୍କ ପାଇଁ ଠିଆ ହେବାର ଅଛି ବୋଲେ, ତୁମେ ପ୍ରଭୁଙ୍କ ପାଇଁ ଜୀବନରେ ଶାନ୍ତିରେ ରହିବାର ଅଛି ବୋଲି କହିଲେ, ତୁମେ ମାନେ ଆଜି କ'ଣ କର? ପ୍ରଭୁଙ୍କ ବାକ୍ୟ ଧ୍ୟାନ ସହିତ ଶୁଣ। ହାଲେଲୁୟା। ଏ ଜଗତରେ ଆମମାନଙ୍କ ପାଇଁ କ୍ଲେଶ ଅଛି ବୋଲି ପ୍ରଭୁ କହିଲେ। ହାଲେଲୁୟା। କ୍ଲେଶ ଅଛି। ଏ ଜଗତରେ ଅନେକ ଲୋକ ଆମମାନଙ୍କୁ ଘୃଣା କରିବେ। ଆମେମାନେ ସବୁ ସହିବାର ଅଛି ବୋଲି କହିଲେ, ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ ବୋଲି ନିଜ ମନକୁ ପଚାରିବା, କ'ଣ ପାଇଁ କରୁଛୁ? ହାଲେଲୁୟା। ଯୀଶୁଙ୍କୁ ଆମେ କ'ଣ ପାଇଁ ବିଶ୍ୱାସ କରିଛୁ? ପ୍ରଭୁ କହିଲେ, ତୁମେମାନେ ଯଦି ମୋର ପଛରେ ଆସିବାର ଅଛି, ତୁମେମାନେ ଯଦି ମୋର ରାଜ୍ୟର ଉତ୍ତରାଧିକାରୀ ହେବାର ଅଛି ବୋଲେ, ମୋର ଅନୁଗମନ ହେବାର ଅଛି ବୋଲେ ବହୁତ କଷ୍ଟ। ପ୍ରେଜ୍ ଦ ଲର୍ଡ। ବହୁତ କଷ୍ଟ। ଏ ପୃଥିବୀରେ ବିଭିନ୍ନ ପ୍ରକାର ମାର୍ଗରେ ବିଭିନ୍ନ ପ୍ରକାର ବାଟ ଯାଇପାର, ଯାହାକୁ ଯେମିତି ଇଚ୍ଛା ସେମିତି ବାଟ ଯାଇପାର, କିନ୍ତୁ ଯୀଶୁଙ୍କର ବାଟ ଯିବାଟା ହେଉଛି ବଡ଼ କଷ୍ଟ। ହାଲେଲୁୟା। ସୁଞ୍ଚିର ଛିଦ୍ର ଦେଇ ଓଟ ପ୍ରବେଶ କରିବାର ସହଜ ସିନା, ସ୍ୱର୍ଗ ରାଜ୍ୟରେ ଧନୀ ଲୋକ ପ୍ରବେଶ କରିବାର କଷ୍ଟ ବୋଲି ପ୍ରଭୁ କହିଲେ। ହାଲେଲୁୟା। ଅନନ୍ତ ଜୀବନ ଅଧିକାରୀ ହେବାର ଅଛି ବୋଲି କହିଲେ, ଦୁର୍ଗମ ପଥ ଦେଇ ଗମନ କରିବାକୁ ପଡ଼ିବ। ଦୁର୍ଗମ ପଥ ବୋଲେ ବହୁତ କଷ୍ଟ ବାଟ। ଭଲ ରାସ୍ତାରେ ଯିଏ ବି ଚାଲିଦେବେ, କିନ୍ତୁ ଡଙ୍ଗର ରାସ୍ତାରେ କିଏ ଚାଲିପାରିବ କି? ଡଙ୍ଗର ରାସ୍ତାରେ ଚାଲବାଟା ବହୁତ ବଡ଼ କଷ୍ଟ। ହାଲେଲୁୟା। ତାକୁ ଦୁର୍ଗମ ପଥ ବୋଲି କୁହାଯିବ। ହେଲେ ଯୀଶୁଙ୍କର ବାଟ ହେଉଛି ଦୁର୍ଗମ ପଥ। ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କର ପଛରେ ଛାଡ଼ିବାର ଅଛି ବୋଲି କହିଲେ, ନିଜର କ୍ରୁଶ ଘେନିକିରି ତାଙ୍କର ପଛରେ ଯିବାକୁ ପଡ଼ିବ। ହାଲେଲୁୟା। ଆମେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରୁଛୁ କ'ଣ ପାଇଁ ବୋଲି କହିଲେ, ଅନନ୍ତ ଜୀବନର ଅଧିକାର ହେବା ପାଇଁ। ଅନନ୍ତ ଜୀବନର ଅଧିକାର କେମିତି ହେବ ବୋଲି କହିଲେ, ଦୁର୍ଗମ ପଥ ଦେଇକି ଗମନ କରିବାର ଅଛି। ହାଲେଲୁୟା। ବହୁତ କଷ୍ଟ ପଥ ଦେଇକି ଗମନ କରିବାର ଅଛି। ଯୀଶୁଙ୍କର ପଛରେ ଯିବାର ଅଛି ବୋଲି କହିଲେ, କଷ୍ଟ ଦେଇକି ଯିବାର ଅଛି ତାର ଅର୍ଥ। ହାଲେଲୁୟା। ସେ କହୁଛନ୍ତି, ଯେ କେହି ମୋର ଅନୁଗମନ ହେବାକୁ ଇଚ୍ଛା କରେ, ସେ ଆପଣାକୁ ଅସ୍ୱୀକାର କରିଦିଅ। ନିଜକୁ ସେ କ'ଣ କରୁ? ଜଗତ ପାଇଁ ବଞ୍ଚିବି ନାହିଁ। ଜଗତ ଲୋକ ଯାହା କହନ୍ତୁ, ଜଗତ ଲୋକ ମାରନ୍ତୁ, ପିଟନ୍ତୁ, ମୋତେ ଘରୁ ବାହାର କରନ୍ତୁ, ଯେକୌଣସି ସମସ୍ୟାରେ ମୋତେ ପକାନ୍ତୁ, ଶୈତାନର ଜାଲ ବିଭିନ୍ନ ପ୍ରକାର ଭାବରେ ଆମମାନଙ୍କୁ ଭିଞ୍ଚି ଦେଲେ ମଧ୍ୟ, ଶୈତାନର ପ୍ରଲୋଭନ ଯାକ ଆସିଲେ ମଧ୍ୟ, ମୁଁ ଯୀଶୁଙ୍କୁ ଛାଡ଼ିବି ନାହିଁ ବୋଲି କହିବା ଲୋକ ଆକା ଯୀଶୁଙ୍କୁ ବିଶ୍ୱାସ କରନ୍ତୁ। ହାଲେଲୁୟା। ଯୀଶୁଙ୍କୁ ବିଶ୍ୱାସ କରିବା ଏତେ ସହଜ ନାହିଁ। ଖ୍ରୀଷ୍ଟିଆନ ଲୋକମାନେ ଆଜିକାଲି ଭାବୁଛନ୍ତି ଯେ ଯୀଶୁଙ୍କୁ ବିଶ୍ୱାସ କରିବା ସହଜ। ଆହୁରି ଅଧିକ ଲୋକମାନେ ଆଜିକାଲି ଅଛନ୍ତି ଏମିତି ସେ ବେକାରିଆ ଲୋକମାନେ, ଯିଏକି ପରମେଶ୍ୱରଙ୍କ ବିରୁଦ୍ଧରେ କଥା କହୁଛନ୍ତି, ଆଉ ମତବାଦୀ ମାନେ, ଯେଉଁମାନେ କି ଭଣ୍ଡମାନେ, ଏ ଜଗତର ଲୋକମାନଙ୍କର ସଂଖ୍ୟା ବଢ଼ାଇବା ପାଇଁ ସେମାନେ ପ୍ରୟାସ କରୁଥିବା ଲୋକମାନେ,
ଧର୍ମ ପରିବର୍ତ୍ତନ କରୁଛନ୍ତି ବୋଲି ଅନେକ ଲୋକମାନେ ଅନେକ ପ୍ରକାର କଥା କହୁଛନ୍ତି ନା, ଧର୍ମ ପରିବର୍ତ୍ତନ ତମେ କର ନାହିଁ। ବାଇବେଲ କହୁଛି ତମେ ଧର୍ମ ପରିବର୍ତ୍ତନ କରିବାର ଆବଶ୍ୟକ ନାହିଁ। ହାଲେଲୁୟା। ଯୀଶୁଙ୍କୁ ବିଶ୍ୱାସ କରିବାର ଅର୍ଥ କ'ଣ ବୋଲି କହିଲେ, ନିଜକୁ ସେ ଅସ୍ୱୀକାର କରିକିରି ନିଜର କ୍ରୁଶ ଗେଣିକିରି ଯୀଶୁଙ୍କର ପଛରେ ଗଲେ ଅନନ୍ତ ଜୀବନ ପ୍ରାପ୍ତ ହେବ। ଅନନ୍ତ ଜୀବନ ପ୍ରାପ୍ତ ହେବାର ଅଛି ବୋଲି କହିଲେ ଏତେ ସହଜ କଥା ନାହିଁ। ହାଲେଲୁୟା। ଯୀଶୁଙ୍କୁ ବିଶ୍ୱାସ କରିବାଟା ଏତେ ସହଜ କଥା ନାହିଁ ମୋର ପ୍ରିୟ ଲୋକମାନେ। ମୁଁ କହୁଛି ଆଜି ଶୁଣନ୍ତୁ, ବାଇବେଲ କହିବା କଥା ଅନୁସାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପୂର୍ବେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ କରିବା ସମୟରେ ଅନେକ ଲୋକ ରିଜେକ୍ଟ ହେଇଯିବେ। ବହୁତ ଲୋକ ଯୀଶୁଙ୍କୁ ଛାଡ଼ିଦେବେ। ସେଇ ବାଟରେ ଯାଇ ନପାରି ଯୀଶୁଙ୍କ ବାଟରେ ଯାଇ ନପାରି ଅନେକ ଲୋକ ଯୀଶୁଙ୍କୁ ଛାଡ଼ିଦେବେ। ହାଲେଲୁୟା। ଯୀଶୁଙ୍କ ପାଇଁ କଷ୍ଟ ଆସିବ, ଯୀଶୁଙ୍କ ପାଇଁ ତାଡ଼ନ ଆସିବ, ଯୀଶୁଙ୍କ ପାଇଁ ମାଡ଼ ଖାଇବାକୁ ପଡ଼ିବ, ଯୀଶୁଙ୍କ ପାଇଁ ବିଭିନ୍ନ ପ୍ରକାର କଷ୍ଟ ସହିବାକୁ ପଡ଼ିବ, ଜେଲ ଯିବାକୁ ପଡ଼ିବ, କାରାଗାର ସହିବାକୁ ପଡ଼ିବ। এই ସବୁ ସହିବି ବୋଲି କହିଲେ ଯୀଶୁଙ୍କୁ ବିଶ୍ୱାସ କର, ନାଇଁ ବୋଲି କର ନାହିଁ। ହାଲେଲୁୟା। ମରବା ପର୍ଯ୍ୟନ୍ତ ପ୍ରଭୁ ମୁଁ ତମ ସାଙ୍ଗରେ ରହିବି ବୋଲି କହିବା ଲୋକ ଏକା ବିଶ୍ୱାସ କର, ତାର ପାଇଁ ଅନନ୍ତ ଜୀବନ ଅଛି ପୁଣି। ହାଲେଲୁୟା। ଯୀଶୁଙ୍କୁ ବିଶ୍ୱାସ ନ କଲେ କ'ଣ ହବ ବୋଲି କହିଲେ, এই ଜଗତର ଅନ୍ଧକାର ତୁମମାନଙ୍କୁ ଘେରିଦେବ। ଏ ଜଗତର ଦୁଃଖ ମାନେ ଏ ଜଗତର ସମସ୍ୟା ଯାକ ତୁମକୁ ଘେରିଦେବ। ଏ ଜଗତ ଉପରେ ଭୟଙ୍କର ସମସ୍ୟା ଗୁଡ଼ାକ ଆସିବ। ସେ ସବୁ ସମସ୍ୟା ପୃଥିବୀ ଲୋକ ସହିତ ତୁମମାନେ ମଧ୍ୟ ଭୋଗିବାକୁ ପଡ଼ିବ। ହାଲେଲୁୟା। ପୃଥିବୀ ଉପରକୁ ବିଚାର ଆସୁଛି, ପ୍ରଭୁଙ୍କର ବିଚାର ଆସୁଛି ପୃଥିବୀ ଉପରକୁ। ହାଲେଲୁୟା। ସେତେବେଳେ କୌଣସି ଲୋକ ମଧ୍ୟ ପିଟେଇ ପାରିବ ନାହିଁ, କୌଣସି ଲୋକ ମଧ୍ୟ ସେ ଦଣ୍ଡରୁ ସେ ଛାଡ଼ ହେଇପାରିବ ନାହିଁ। ହାଲେଲୁୟା। ଆମ ପୁସ୍ତକରେ ଲେଖା ହେଇଛି, ଛାତ ପଡ଼ି ଲୋକମାନେ ସେ କ'ଣ ଯାକ ତାଙ୍କ ଉପରେ ପଡ଼ିକି ମରିଯିବେ। ଆହୁରି ଯେଉଁମାନେ ଘରରୁ ବାହାରି ପଳେଇବେ କହିବା ଲୋକମାନଙ୍କୁ ଖଣ୍ଡା ସହିତ ସେମାନେ ହତ ହେବେ ବୋଲି ଲେଖା ହେଇଛି। କେହି ମଧ୍ୟ ଲୁଚିଯିବି ବୋଲି କହିବାକୁ ହେବ ନାହିଁ। ହାଲେଲୁୟା। ଆଜି ଏଇ ସାଧାରଣ ମତବଲମ୍ବୀ ଲୋକମାନେ ଯେଉଁମାନେ କି ଏ ସାଧାରଣ ମାନେ ଜାଗତିକ ଲୋକମାନେ, ତାହେଲେ କିଛି ଲାଭ ନାହିଁ। ହାଲେଲୁୟା। ଏ ମଝିରେ ଗୋଟେ ଗାଁରେ ଗୋଟେ ପରିବାର ପ୍ରଭୁଙ୍କୁ ବିଶ୍ୱାସ କରିଥିଲା। ଆଉ ସେ ପରିବାର ଗୋଟେ ଲୋକ ମରିଗଲା, ଗାଁ ଲୋକ ଜାଗା ଦେଲେ ନାହିଁ। ଜାଗା ନ ଦେଲାରୁ ସେ ଗାଁ ଲୋକ କ'ଣ ଦାବି କରୁଥିଲେ ବୋଲି କହିଲେ, ଇଏ ଆହୁରି ଆମ ଠାରୁ ମିଶିଲେ ଏକା ଆମେ ତାକୁ ସମାଜ ଜାଗା ଦେବୁ ବୋଲି କହିଲେ। ବହୁତ ଲୋକ ପୋଲିସ ସବୁ ଗଲେ, କିନ୍ତୁ ଜଗତ ସବୁ ସେମାନଙ୍କୁ ପଚାର ହେଇଗଲା। ସେ ନଡ଼ିଆ ବାଡ଼େଇଲେ ଏକା, ପୂଜା କଲେ ଏକା, ଗାଈ ମଦ ଦେଲେ ଏକା ଆମେ ତାକୁ ଜାଗା ଦେବୁ, ଆରେ ଆମର ଅନୁସାର କଲେ ଏକା କରିବୁ ବୋଲି କହିଲେ। ସେ ଲୋକ ମାନେ ଡରି ଯାଇକରି ସେ ନଡ଼ିଆ ମାରିଲେ। ନଡ଼ିଆ ମାରିକିରି ତାଙ୍କ ପଛରେ କେତେ ଟଙ୍କା ଖର୍ଚ୍ଚ କରିବେ କି, ବହୁତ ଟଙ୍କା ପଇସା ଖର୍ଚ୍ଚ କରିବେ। ମାନେ ଯୀଶୁଙ୍କୁ ବିଶ୍ୱାସ କରିବାଟା ଏତେ ସହଜ ନାହିଁ। ହାଲେଲୁୟା। ତତେ ଆଶା ହେଲେ ଅଛି ଯୀଶୁଙ୍କୁ ବିଶ୍ୱାସ କରି ବୋଲିକରି, ଯୀଶୁଙ୍କୁ ବିଶ୍ୱାସ କରିବାର ଅଛି ବୋଲି କହିଲେ ନିଜର ଜୀବନ ଦେବାର ଅଛି। ଏଟା ନିଜର ଜୀବନ ପାଇଁ ନିଜର ଜୀବନକୁ ବାଜି ରଖିବାର ଅଛି। ଯୀଶୁଙ୍କ ପାଇଁ କ'ଣ କ'ଣ ଆସିବ ସେଠି ଲେଖା ହେଇଛି ଦେଖନ୍ତୁ। ଲୋକଲିଖିତ ସୁସମାଚାର 21 ପର୍ବ, ଲୋକଲିଖିତ ସୁସମାଚାର 21 ପର୍ବ ତାର 11 ପଦ ମୁଁ ପଢୁଛି ଦେଖ। ସେ ଜାଗାରେ ଲେଖା ହେଇଛି, ଶୁଣ, ଯୀଶୁଙ୍କୁ ବିଶ୍ୱାସ କରିବାର ଅଛି ବୋଲେ ଆଉ ଅନେକ କଷ୍ଟ ଯାକ ଆସିବ। ଆଉ ମହାଭୂମିକମ୍ପ, ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ। ପୁଣି ଆକାଶ ମଣ୍ଡଳରେ ଭୟଙ୍କର ଦୃଶ୍ୟ, ମହା ଲକ୍ଷଣ ଦେଖାଯିବ। କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମମାନଙ୍କୁ ଧରିବେ। ଦେଖ, ଲୋକମାନେ ତୁମମାନଙ୍କୁ ଧରିବେ, ସମାଜ ଗୃହ ଓ କାରାଗାରରେ ତୁମମାନଙ୍କୁ ସମର୍ପଣ କରି ତାଡ଼ନା କରିବେ। ମୋ ନାମ ସକାଶେ ତୁମେମାନେ ରାଜା ଓ ଶାସନକର୍ତ୍ତାମାନଙ୍କୁ ସମ୍ମୁଖ ନିଆଯିବ। ଏହା ତୁମମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ। ଅତଏବ କ'ଣ ଉତ୍ତର ଦେବ ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣ ମନରେ ସ୍ଥିର କର। କାରଣ ମୁଁ ତୁମମାନଙ୍କୁ ଏହିପରି ମୁଖ ଓ ଜ୍ଞାନ ଦେବି ଯେ ତୁମମାନଙ୍କର ସମସ୍ତ ବିଷୟ ବିପକ୍ଷ ଲୋକ ସେଥିର ପ୍ରତିବାଦ କରିପାରିବେ ନାହିଁ। କିନ୍ତୁ ତୁମେମାନେ ପିତା ମାତା
ଭ୍ରାତା ଆତ୍ମୀୟ ଓ ବନ୍ଧୁମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ। ଆଉ ତୁମମାନଙ୍କ ମଧ୍ୟରୁ ଲୋକେ କାହାରିକୁ ବଧ କରିବେ। ପୁଣି ମୋହର ନାମ ସକାଶେ ତ ସମସ୍ତଙ୍କ ଦ୍ୱାରା ଗୃହୀତ ହେବ। କିନ୍ତୁ ତୁମମାନଙ୍କ ମସ୍ତକର କେଶ ହିଁ ନଷ୍ଟ ହେବ ନାହିଁ। ଧୈର୍ଯ୍ୟ ଦ୍ୱାରା ତୁମମାନେ ଆପଣା ଜୀବନ ଲାଭ କରିପାରିବ। ହାଲେଲୁୟା। ଏ ବିଷୟ ବହୁତ ଅଛି। ଯୀଶୁଙ୍କର ପଛରେ ଯିବାର ଅଛି ବୋଲି କହିଲେ ବହୁତ କଷ୍ଟ ବୋଲି ମୁଁ ପ୍ରାରମ୍ଭ କହିଲି। ଯୀଶୁଙ୍କ ପଛରେ ଯିବାର ଅଛି ବୋଲେ ଦୁଃଖକୁ ଧରିକରି ତମେ ଚାଲବାର। ଦୁଃଖ କୃଷର ଅର୍ଥ ହେଉଛି ଦୁଃଖ। ହାଲେଲୁୟା। ପ୍ରଭୁ କହିଛନ୍ତି ମୋ ନାମରେ ତମକୁ ପୁଅ ଗାଲି କରିବ, ମୋ ନାମରେ ତତେ ଶାଶୁ ଗାଲି କରିବ, ମୋ ନାମରେ ତତେ ବୋହୂ ଗାଲି କରିବ, ମୋ ନାମରେ ତମ ପିଲାମାନେ ଗାଲି କରିବେ, ମୋ ନାମରେ ତମକୁ ନିଜର ଲୋକମାନେ ଗାଲି କରିବେ, ଆଉ ନିଜର ଲୋକମାନେ ଘରୁ ବାହାର କରିଦେବେ। ନିଜର ଲୋକମାନେ ବିଭିନ୍ନ ପ୍ରକାର କଥା କହିକି ତୁମମାନଙ୍କୁ ମାନେ କଷ୍ଟ ଦେବେ। ମୋ ନାମରେ ତୁମମାନେ ସମସ୍ତଙ୍କ ଦ୍ୱାରା ଗୃହୀତ ହେବ। ଶାଶୁ ବୋହୂ ଗଣ୍ଡଗୋଲେଇ ଯିବେ, ପୁଅ ବାପା ଗଣ୍ଡଗୋଲେଇ ଯିବେ, ଆଉ ବିଭିନ୍ନ ପ୍ରକାର କୁଟୁମ୍ବ ଗାଁରେ ତମକୁ ଥୋଡ଼ିଦେବେ। ବିଭିନ୍ନ ପ୍ରକାର ସମସ୍ୟା ତମକୁ ଆସିବ। ସେଟା ଏକା କଷ୍ଟ ଜିରୁ ବୋଲି ସେଟା ଏକା। ହାଲେଲୁୟା। କଷ୍ଟ ବାଟ ବୋଲି ସେଟା ଏକା। ଦୁର୍ଗମ ପଥ ବୋଲି କହିଲେ ସେଟା ଏକା। ସେଇ ବାଟ ଦେଖ ଯିବୁ କି? ଯିବାକୁ ଇଚ୍ଛା କରୁଛୁ କି? ଯଦି ଇଚ୍ଛା କରୁଛୁ ତାହେଲେ ନିଜ କୃଷ ଘେନିକିରି ବୋଲେ ନିଜ କଷ୍ଟ ଘେନିକିରି ମୋର ପଛରେ ଆସିବାକୁ ପଡ଼ିବ। ସେତେବେଳେ ତମେ ଅନନ୍ତ ଜୀବନର ଅଧିକାରୀ ହେଇପାରିବ ବୋଲି ପ୍ରଭୁ କହିଲେ। ପ୍ରଭୁଙ୍କୁ ବିଶ୍ୱାସ କରିବାର ଥିଲେ ଏତେ କଷ୍ଟ ଅଛି। ହାଲେଲୁୟା। ହେଲେ ପ୍ରଭୁଙ୍କୁ ବିଶ୍ୱାସ କରିବା ଦ୍ୱାରା କଷ୍ଟ ଖାଲି କଷ୍ଟ ଅଛି ତାହା ନୁହେଁ, ମହା ଶାନ୍ତି ଅଛି ମଧ୍ୟ। ହାଲେଲୁୟା। ମହା ଶାନ୍ତି ଅଛି। କାରଣ ପ୍ରଭୁ କହିଲେ ମୋର ରାଜ୍ୟ ଏ ଜଗତର ରାଜ୍ୟ ନୁହେଁ, ମୋର ରାଜ୍ୟ ଅଛି ସ୍ୱର୍ଗ ରାଜ୍ୟ। ହାଲେଲୁୟା। ମୋର ରାଜ୍ୟ ଉପରେ ଅଛି। ହେଲେ ପିଲାତ ରାଜା କହିଲେ ହେଲେ ତୁମ ରାଜା କି? ମୁଁ ରାଜା ବୋଲି ତୁମେ ଏକା କହୁଛ କହିଲେ। ହାଲେଲୁୟା। କାରଣ ମୋର ରାଜ୍ୟ ଏଇ ଜଗତ ସମ୍ବନ୍ଧୀୟ ନୁହେଁ, ମୋ ରାଜ୍ୟ ସ୍ୱର୍ଗ ସମ୍ବନ୍ଧୀୟ। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ସେ ରାଜ୍ୟରେ ଯେଉଁମାନେ ପ୍ରବେଶ କରିବାର ଅଛି ବୋଲି ଇଚ୍ଛା କରୁଛନ୍ତି ସେମାନଙ୍କୁ ଏ ଜଗତ ଘୃଣା କରିବ। ହାଲେଲୁୟା। ଏ ଜଗତ ଘୃଣା କରିବ, ନିନ୍ଦା କରିବ, କଷ୍ଟ ଦେବ। ମିଛରେ ତୁମ ନାଁରେ ମିଛ କଥା ଯାକ କହିକରି କେସ୍ କରିବେ। ମିଛ କଥା ଯାକ କହିକରି ତୁମ ନାଁରେ କେସ୍ କରିକରି ତୁମମାନଙ୍କୁ ଜେଲରେ ପଠେଇବେ। ଆଉ କାହାକୁ ରିସା ରଖିକରି ମାରି ମିଶା ଦେବେ। ଏହି ପ୍ରକାର କଷ୍ଟ ସହ କରିବ ବୋଲେ ଯୀଶୁଙ୍କୁ ବିଶ୍ୱାସ କର, ନହେଲେ ଯୀଶୁଙ୍କୁ ବିଶ୍ୱାସ କରିବାର ଆବଶ୍ୟକ କିଛି ନାହିଁ। ହାଲେଲୁୟା। ଯୀଶୁଙ୍କୁ ବିଶ୍ୱାସ କରିବାର ଅଛି ବୋଲେ ଏତେଟା କଷ୍ଟ ପଡ଼ିବାର ଅଛି। ବିଶ୍ୱାସ କରିବ କି? ବିଶ୍ୱାସ କରିବାର ଅଛି ବିଶ୍ୱାସ କର, ନାଇଁ ବୋଲେ ବିଶ୍ୱାସ କର ନାହିଁ ବୋଲି ପ୍ରଭୁ କହୁଛନ୍ତି। ହାଲେଲୁୟା। ମାତ୍ର ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସ କରିବେ ସେମାନଙ୍କୁ ଶାନ୍ତି ଅଛି, ସମାଧାନ ଅଛି। ପ୍ରଭୁ ତାଙ୍କୁ ଯାହା କିଛି ପ୍ରାର୍ଥନା କରି ମାଗିବେ ସେମାନଙ୍କୁ ପ୍ରଭୁ ଦେବେ। ଏ ପୃଥିବୀରେ ଶାନ୍ତି ଦେବେ, ଆଉ ସ୍ୱର୍ଗ ରାଜ୍ୟର ଅନନ୍ତ ଜୀବନ ଦେବେ। ହାଲେଲୁୟା। ସେ ପ୍ରଭୁ ଆଜି ତୁମମାନଙ୍କୁ କହୁଛନ୍ତି ଯୀଶୁଙ୍କୁ ବିଶ୍ୱାସ କରିବା ସାଧାରଣ କଥା ନାହିଁ। ଯୀଶୁଙ୍କୁ ବିଶ୍ୱାସ କଲେ ପାଞ୍ଚ କଥା କହୁଛି ଶୁଣ। ଯୀଶୁଙ୍କୁ ବିଶ୍ୱାସ କଲେ ସରକାର ଠାରୁ ତୁମକୁ କେତେଟା ବିଷୟ କଟିଯିବ। ଏବେ ଆଦିବାସୀ ଲୋକମାନେ ଯଦି ଖ୍ରୀଷ୍ଟିଆନ ହେବେ ବୋଲି କହିଲେ କୋଟା କଟିଯିବ। ଏବେ ସରକାର ସେମିତି ନିୟମ କରୁଛି। ଆସନ ଦିନମାନଙ୍କରେ ଏସବୁ ଘଟିବ। ଯୀଶୁଙ୍କ ପାଇଁ ତୋର କୋଟା ଛାଡ଼ିଦେ ବୋଲେ ଛାଡ଼ିଦେ। ଯୀଶୁଙ୍କ ପାଇଁ ତୋର ଚାଉଳ କାଟିଦେବେ। ଯୀଶୁଙ୍କ ପାଇଁ ତୁମକୁ ଅନେକ ସୁବିଧା ଯାକ ସବୁ କାଟିଦେବେ। ଏସବୁ ସୁବିଧା ଠାରୁ ତୁଇ ବଞ୍ଚିତ ହେଇଯିବୁ। ହେଲେ ପ୍ରଭୁଙ୍କ ସୁବିଧା ତତେ ମିଳିବ। ହାଲେଲୁୟା। ତୋର ନିଜ ଜମି ବାଡ଼ରେ ଆରାମସେ କଷ୍ଟ ପଡ଼ିକରି ପ୍ରଭୁଙ୍କ ଠାରେ ବଢ଼ିବା ଶକ୍ତି ମଧ୍ୟ ତତେ ପ୍ରଭୁ ଦେବେ।